ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ଆଜିର ପ୍ରବନ୍ଧ ଅଧ୍ୟାୟରେ ଆମେ ଦେଖିବା ପ୍ରଥମ ପ୍ରବନ୍ଧଟି, ଯାହାର ଶୀର୍ଷକ ହେଉଛି ଦେଶ ପ୍ରଗତିରେ ଛାତ୍ରର ଭୂମିକା। ଏହି ପ୍ରବନ୍ଧଟିକୁ ଆମେ 5ଟି ଭାଗରେ ଲେଖିବା, ଯାହାକି ଉପକ୍ରମ, ଛାତ୍ର ସମାଜ କ'ଣ, ଦେଶ ପ୍ରଗତି କିପରି ହେଉଛି, ଛାତ୍ରର ଭୂମିକା, ଶେଷରେ ଶେଷ କଥା ବା ଉପସଂହାର। ଉପକ୍ରମ: ଛାତ୍ର ସମାଜ ଦେଶର ଭବିଷ୍ୟତ। ସେମାନଙ୍କର ଅସୀମ ସାହସ, ଶୃଙ୍ଖଳିତ ଆଚରଣ, ଦୃଢ଼ କର୍ତ୍ତବ୍ୟନିଷ୍ଠା ଲକ୍ଷ୍ୟ ସାଧନର ମୁଖ୍ୟ ଉପାଦାନ। ସାମ୍ପ୍ରତିକ ସମୟରେ ଆମ ଦେଶ ସମ୍ମୁଖରେ ଉଭା ହୋଇଥିବା ବିଭିନ୍ନ ବାଧା ବନ୍ଧନକୁ ଅତିକ୍ରମ କରିବାରେ ଛାତ୍ର ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଛାତ୍ର ସମାଜର ସାମୂହିକ ସହଯୋଗ ବଳରେ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଅସଙ୍ଗତିକୁ ଦୂର କରାଯାଇପାରିବ। ସେମାନଙ୍କର ଅସୀମ ଶକ୍ତି ଓ ଅଲଙ୍ଘନୀୟ ପରାକ୍ରମ ଦେଶର ପ୍ରଗତି ପଥର ସହାୟକ ହେବ। ଏବେ ଦେଖିବା ଛାତ୍ର ସମାଜ କ'ଣ। ଛାତ୍ର ସମାଜ ଗୋଟିଏ ଦେଶ ଓ ଜାତିର ପରିବର୍ତ୍ତନର ସୂତ୍ରଧର। ସେମାନେ ଭବିଷ୍ୟତର କର୍ଣ୍ଣାଧାର ଓ ନବ ଉନ୍ମେଷର ପ୍ରତିଭୂ ହୋଇଥିବାରୁ ସେମାନଙ୍କଠାରୁ ଦେଶ ଓ ଜାତି ଅନେକ କିଛି ଆଶା କରେ। ସେମାନଙ୍କ ନିକଟରେ ଜ୍ଞାନ, ଦକ୍ଷତା ଓ ଅସୀମ କ୍ଷମତା ରହିଥିବାରୁ ସେମାନେ ଦେଶ ଓ ଜାତିର ପ୍ରଗତି ନିମିତ୍ତ ପୂର୍ଣ୍ଣ ସମର୍ଥ ଅଟନ୍ତି। ଦେଶ ପ୍ରଗତି: ଦେଶର ପ୍ରଗତି ବିଭିନ୍ନ ବିକାଶ ଉପାୟ ନିର୍ଭରଶୀଳ, ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବୈଷୟିକ ଉନ୍ନତି, ପ୍ରଶାସନିକ ଦକ୍ଷତା, ଅର୍ଥନୈତିକ ସ୍ଥିରତା, ନିରାପତ୍ତା, ବୈଦେଶିକ ନୀତି, ଶିଳ୍ପ, ବାଣିଜ୍ୟ, ଆଇନ ଓ ସାଂସ୍କୃତିକ ଚେତନା ଇତ୍ୟାଦି। ଦେଶର ପ୍ରଗତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏ କ୍ଷେତ୍ରରେ ଛାତ୍ରର ଭୂମିକା ଉଲ୍ଲେଖଯୋଗ୍ୟ। ଛାତ୍ରର ଭୂମିକା: ଦେଶର ପ୍ରଗତି ନିମିତ୍ତ ଛାତ୍ରର ଭୂମିକା ସମ୍ପର୍କରେ ବିଚାର କଲେ ଜଣାଯାଏ ଯେ ଛାତ୍ର ହିଁ ଏ କ୍ଷେତ୍ରରେ ସମର୍ଥ। କାରଣ ଦେଶର ପ୍ରଗତି ପାଇଁ ଛାତ୍ରମାନେ ବିପୁଳ କାର୍ଯ୍ୟଦକ୍ଷତାର ଧାରକ ଅଟନ୍ତି। ଭବିଷ୍ୟତର ବୃତ୍ତିଗତ ଦକ୍ଷତା ହାସଲ କରି ସେମାନେ ଦେଶର ଅର୍ଥନୀତିକ ସୁଦୃଢ଼ ଭିତ୍ତି ପ୍ରସ୍ତୁତ କରନ୍ତି। ସେମାନେ ଶିଳ୍ପ, ବୈଷୟିକ ଜ୍ଞାନ କୌଶଳ, ମାନବ ସମ୍ବଳର ସୁବିନିଯୋଗ, ବିଭିନ୍ନ ସମସ୍ୟାର ସମାଧାନ, ନବଚେତନାର ବାହକ ଓ ସାମାଜିକ ପରିବର୍ତ୍ତନରେ ମୁଖ୍ୟ ସହାୟକ। ସାମୂହିକ ସେବା, ସ୍ୱେଚ୍ଛାସେବୀ ମନୋଭାବ, ସାଂସ୍କୃତିକ ବିକାଶ, ଭାଷା, ସାହିତ୍ୟ, କଳା ଓ ସଙ୍ଗୀତର ବିକାଶ କ୍ଷେତ୍ରରେ ସେମାନଙ୍କର ଗବେଷଣାତ୍ମକ ଦୃଷ୍ଟିଭଙ୍ଗୀ ଦେଶକୁ ନବଦିଗନ୍ତର ସନ୍ଧାନ ଦେଇ ବିକାଶ ସାଧନ କରାଏ। ଶେଷରେ ଉପସଂହାର: ବାସ୍ତବ ଦୃଷ୍ଟିରୁ ବିଚାର କଲେ ଦେଶର ପ୍ରଗତି ପାଇଁ ଛାତ୍ର ସମାଜର ବହୁମୁଖୀ ଯୋଗ୍ୟତା ଥିବାରୁ ସେମାନେ ଏ କ୍ଷେତ୍ରରେ ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରଗତି ପାଇଁ ସେମାନଙ୍କ ଭିତରେ ଭରି ରହିଥିବା ଊର୍ଜା ଦେଶର ପ୍ରତ୍ୟେକ କ୍ଷେତ୍ରକୁ ରୁଦ୍ଧିମନ୍ତ କରେ। ଅର୍ଜିତ ଶିକ୍ଷା ଓ ଜ୍ଞାନ କୌଶଳ ସାହାଯ୍ୟରେ ସେମାନେ ସମାଜ ପାଇଁ ଜଣେ ଜଣେ ସଚେତନ ନାଗରିକ ହୋଇ ସକାରାତ୍ମକ ପ୍ରଭାବ ବଳରେ ଦେଶର ସର୍ବାଙ୍ଗୀନ ପ୍ରଗତି ସାଧନ କରିଥାନ୍ତି।